ତେଣୁ ମୁଁ ବିଶେଷ କିଛି କହୁନି। ଆମର ଅଭୟ ବାବୁ କିଛି କୁହନ୍ତୁ ଉଭୟ କଳାକାରମାନଙ୍କୁ, ଆଉ ବେଷ୍ଟ କଳାକାର ଯିଏ ତାଙ୍କୁ କିଛି ତାଙ୍କ ବିଷୟରେ କୁହନ୍ତୁ। ଆଉ ଚିରବନ୍ଦନୀୟ ମୋର ଉତ୍କଳୀୟ ଦଣ୍ଡପ୍ରେମୀ ଗୁରୁଜନ ମଣ୍ଡଳୀ, ଏଠାରେ ଉପସ୍ଥିତ ଥିବା ଆମର ସାନ ଓ ବଡ଼ ଭାଇମାନେ ଏବଂ এই 21তম শীতল ষষ্ঠী শিব বিবাহ মহোৎসব উপলক্ষে রানীগুড়া গ্রামে অনুষ্ঠিত হওয়াকে যাইଥିବା এই মহাপর্বরে আপন মানে আম গ্রামে আপন মানকর বহুমূল্য সময় দেই নিরন্তর ভাবে সকাল পর্যন্ত থিবারু মু আপন মানকু আম গ্রামবাসী তরফରୁ নীলকণ্ঠেশ্বর সাংস্কৃতিক কমিটি তরফରୁ প্রণাম করুছি, অভিনন্দন জনাউছি এবং জগন্নাথଙ୍କ ଠାରେ প্রার্থনা করুছি এ দণ্ড জগত চিরস্মরণীয় হই ওড়িশা মাটিরে ସବୁଦିନ পাই রহিথাও। ଆଉ ମୋ ଗାଁ ରାଣୀଗୁଡ଼ା, ମୋ ସଂସ୍କୃତି ରାଣୀଗୁଡ଼ା এই ମହାପର୍ବରେ ଆଜି ଅଂଶଗ୍ରହଣ କରିଥିବା ଉଭୟ ଦଳର କଳାକାରମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ଯଦି ବା କୌଣସି ବ୍ୟବହାରରେ କିମ୍ବା ଆପଣମାନଙ୍କ ଚର୍ଚ୍ଚାରେ କୌଣସି ତ୍ରୁଟି କରିଥାଉ, ମୁଁ କମିଟି ତରଫରୁ ସାନ ଭାଇ ହିସାବରେ ଆପଣମାନେ ମୋତେ କ୍ଷମା ଦେବେ ବୋଲି ଅନେକ ଅନେକ ଆଶା ଓ ଭରସା ରଖି ଆପଣମାନଙ୍କୁ শুভকামনা କରୁଛି। ଏବଂ এই ଯେଉଁ ଯାତ୍ରାର ଏଇ ପ୍ରଥମ ରଜନୀରେ ଆମର ସୁଲେଇପାଳ ଏବଂ ରନ୍ତଲେଇ ଉଭୟ କଳାକାର ନାଚ ତ ସମସ୍ତେ ଦେଖିଲେ, ଅଧିକା କହିବା କାହାକୁ ବଡ଼ିମା ନୁହେଁ, କିନ୍ତୁ ମୋତେ ଏତିକି ଖୁସି ଲାଗୁଛି ନାଚ ବହୁତ ସୁନ୍ଦର ହେଇଛି, ଏତେ ସୁନ୍ଦର ଯାହାକି ବାକ୍ୟରେ ମୁଁ ପ୍ରକାଶ କରିପାରିବି। ଉଭୟ ମାଲିକ ମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଶୁଭକାମନା। ସେମାନେ ଯେଉଁ ପଇସା ପତ୍ର ଖର୍ଚ୍ଚ କରିକିରି ତାଙ୍କର ଯେଉଁ ଆର୍ଟିଷ୍ଟ ମାନଙ୍କୁ ଡ୍ରେସ୍ ମାଧ୍ୟମରେ ଯେଉଁ ସୌନ୍ଦର୍ଯ୍ୟ ରୂପରେ ଆଜି ଏ ରାତ୍ରରେ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି, ଆମ ଗ୍ରାମବାସୀ ତରଫରୁ ଆପଣଙ୍କୁ କୋଟି କୋଟି ପ୍ରଣାମ, ସମସ୍ତଙ୍କୁ ଆମ ଗ୍ରାମ ତରଫରୁ ଅଭିନନ୍ଦନ। ଏବଂ ଆମ ଗହଣରେ ଉତ୍କଳୀୟ ଦଣ୍ଡ ସମାଜର ଜଜ୍ ମହାଶୟ କାଲି ରାତିରେ ଥିଲେ, ସଭାପତି ଶ୍ରୀଯୁକ୍ତ ହରମୋହନ ସାର୍ ଏବଂ ତାଙ୍କର এবং কেশিয়র শ্রীযুক্ত বসন্ত কুমার প্রধান মহোদয় এবং শ্রীযুক্ত কৃষ্ণচন্দ্র বেহেরা মহোদয় এবং আম গাঁর জনে আমি তো জজ বলি কেবে আমি ভাবিনু, আম গাঁর জয়ী আম কমিটির জনে সদস্য বলে আমি তাকে ভাবু এবং ସବୁବେଳେ ଆମେ ତାଙ୍କୁ କହିଥାଉ ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟିର ଯେକୌଣସି ନ୍ୟାୟ ବିଚାର ହେବ, କୌଣସି କଳାକାର ଯଦି ପେଣ୍ଡାଲରେ ମୁହଁ ଟେକି କହିପାରିବ ନାହିଁ, ବିପିନ ବାବୁ କିମ୍ବା କୃଷ୍ଣ ବାବୁ କିମ୍ବା ଆମର ବସନ୍ତ ବାବୁ କାହାକୁ ପକ୍ଷପାତିତା କରି ଜିତାଇ ଦେବେ। ଅନେକ କଳାକାର ଆସି ଆମକୁ କିଛି ପ୍ରଲୋଭନ ଦେଖାଇଛନ୍ତି, ଯୋଉଟାକି ସାର୍ଙ୍କ ମୁଖରୁ ମୁଁ ଶୁଣିଛି। ତେଣୁ ମୁଁ କଳାକାର ମାନଙ୍କୁ ଆମ ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ତରଫରୁ ଆଶ୍ୱାସନା ଦଉଛି, ଏ ପେଣ୍ଡାଲରେ ଆମେ ଯେପର୍ଯ୍ୟନ୍ତ ବଞ୍ଚିଛୁ, ଏଠି ଦଣ୍ଡ କରେଇଛୁ, କେବେ ପକ୍ଷପାତି ହବ ନାହିଁ। ଏଇଟା ନୀଳକଣ୍ଠଙ୍କ ରାଣ କାହିଁକି ଆମେ ଘୋଷଣା କରିଛୁ ଆଗକୁ, ଆର ପେଣ୍ଡାଲରେ ବି କରିଥିଲୁ। ଏଠି ଧର୍ମର ଜୟ, କେବଳ ପ୍ରଶ୍ନ ଉତ୍ତରର ବିଜୟ ଜୟ ହେବ। କୌଣସି କଳାକାର କି କୌଣସି ଗାଁ କି କୌଣସି ଆର୍ଟିଷ୍ଟ କାହାକୁ ଆମ ଅନୁଷ୍ଠାନ ପୁରା ଏକଦମ ଷ୍ଟ୍ରିକ୍ଟ ଭାବରେ ଆଗରୁ ବୁଝେଇକି କହିଛି, ଆପଣଙ୍କ କଲମ ଧର୍ମରେ ଯାଅ। ମୁଁ ପ୍ରଥମରୁ ପେଣ୍ଡାଲ ଆରମ୍ଭ ହେବା ପୂର୍ବରୁ ଆପଣମାନଙ୍କୁ କହିଥିଲି, ଯାହା ହଉ ଆମର ଯାଉ ମୁଁ ଯେତିକି ଜାଣିଛି କିଛି କହିଲି, ଯଦି କିଛି ତ୍ରୁଟି କରିଥାଏ ସାନ ଭାଇ ଭାବି କ୍ଷମା କରିଦେବେ। ଜୟ ଜଗନ୍ନାଥ, ଜୟ ବାବା ନୀଳକଣ୍ଠେଶ୍ୱର। ଆମର ଶେଷ ପର୍ଯ୍ୟାୟରେ ମୁଁ ଜଜ୍ ମହୋଦୟକୁ କିଛି କହିବାକୁ ଅନୁରୋଧ କରିବି। ଶ୍ରୀ ବିପିନ ପ୍ରଧାନ ମହୋଦୟ କିଛି କହିବେ। ଯାହା ହଉ ଉଭୟ ଦଳର କଳାକାରମାନଙ୍କୁ ଧନ୍ୟବାଦ।
ନାଚିକି ତ ବହୁତ ଭଲ ହେଇଛି ନାଇଁ କି କାହିଁକି ଯେତେ ମେଡାଲ ଆମ କରୁଛୁ ଏ ବର୍ଷ ବହୁତ ବଢ଼ିଆ ହେଇଛି। ମୁଁ ଯୋଉ ଗାଁକୁ ଗଲେ ମତେ ଯିଏ କହିବ କୁହନ୍ତୁ ସଞ୍ଜୟରେ ମୁଁ ମନା କରେ। କଙ୍କିନାଳି ଯାଇଥିଲେ କହିଲି ନା ମୁଁ ଯାହା କହିବି ସକାଳେ କହିଲି ଯେହେତୁ ଆମର ଫଳାଫଳ ଘୋଷଣା ହେବାର ଅଛି ମୁଁ ନୀଳକଣ୍ଠେଶ୍ୱରକୁ ସାକ୍ଷୀ ରଖିକି ବର୍ତ୍ତମାନ କହୁଛି କିଛି ମୁଁ ନ୍ୟାୟ କରିବି। ଆପଣମାନେ କିଏ କ'ଣ କହିବେ ମୁଁ ଜାଣିନି ମୋର ଯେତିକି ବୁଦ୍ଧି ବିବେକ ଅନୁସାରେ ମୁଁ ଯେତିକି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା କଥା କରିଛି। କିନ୍ତୁ ଉଭୟର ଆଜି କିଏ ପ୍ରଶ୍ନ ଉତ୍ତର କାହାକୁ କିଛି ବଡ଼ ଦୁଃଖ କଥା ଯାହା ନାଚି ଗୀତ ଯାହା ସମାଜରେ ଆଜ୍ଞା ମାନେ କହିଛନ୍ତି ତେଣୁକରି ଆମର ଅଭାବ ବର୍ତ୍ତମାନ ଯିଏ ମାନେ ବେଷ୍ଟ କଳାକାର ଆମର ତ କପୁରା ସବୁ ଦେଖିବାକୁ ଦେଇକି ଆଣିମୁ କିନ୍ତୁ ତାଙ୍କୁ ଆମେ ସମ୍ମାନିତ କରିବେ। ଆଜି ଏହି ଶୁଭ ସନ୍ଧ୍ୟାରେ ରାଧା ଓ ପାର୍ବତୀ ରନ୍ତୁଲେଇର ପ୍ରଶାନ୍ତ ଭାଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମହୋଦୟଙ୍କୁ ଅନୁରୋଧ କରୁଛି ଉତ୍ତରୀୟ ଏବଂ କିଛି କ୍ୟାସ୍ ପ୍ରାଇଜ୍ ଦେଇ ପ୍ରଶାନ୍ତ ବାବୁକୁ ଉତ୍ସାହିତ କରନ୍ତୁ। ଦର୍ଶକ ବନ୍ଧୁ କରତାଳି ଦେଇ ସ୍ୱାଗତ କରନ୍ତୁ। ଆଜି ଦିନର ଶ୍ରେଷ୍ଠ କଳାକାର ଏହି ଶ୍ରେଷ୍ଠ କଳାକାରଟା ସମସ୍ତଙ୍କର ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଭାଇମାନେ ବି ଜାଣିପାରୁଥିବେ ଏଇ ସୁନେଲି ସନ୍ଧ୍ୟାରେ ଶ୍ରେଷ୍ଠ କଳାକାର ଭାବରେ କିଏ ହେଇଥିବ ତାହେଲେ ବି ଜାଣିଥିବେ। ତଥାପି ଲେଖାପଢ଼ା ହିସାବରେ ମୁଁ ଘୋଷଣା କରୁଛି ସୁଲେଇପାଳର ଚିଙ୍ଗୁଡ଼ି ବାଇ ଯୋଗିଆଣୀ ଓ କେଲୁଣି ରୋଡରେ ଉନ୍ନତ ମାନର କଳା ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆମର କପିଳ ଭାଇ ଆମ ପେଣ୍ଡାଲକୁ ଆସନ୍ତୁ। ଆମ ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ ମହୋଦୟ ତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବେ। ଦର୍ଶକ ବନ୍ଧୁ ରାତି ସାରା ନାଚିଲେ ଆପଣ ତାଳି ଗୋଟେ ବି ମାରିବା ଅଭାବ ରହୁଛି। ଜୟ ବାବା ନୀଳକଣ୍ଠେଶ୍ୱର। ଏତିକି ମୁଁ କହି ସାର୍ଙ୍କୁ ମୋର ମାଇକ୍ ଦେବି। ହାରିବା ଜିତିବା ତ ସମସ୍ତଙ୍କର ଥାଏ କିନ୍ତୁ ଆଜି 8ରୁ 8:30 ଭିତରେ ନାଚ କରିବା ଯୋଉ ଆମର ଜୋରାଗାଡ଼ିଆ ଏବଂ ମର୍ଦରାଜପୁରର କଳାକାରମାନେ ଭିଡ଼ ଅଛନ୍ତି 8ରୁ 8:30 ଭିତରେ ନାଚ ଗୀତ ଆଜି ଆରମ୍ଭ କରିବା। ଆଉ ଆଜିର ଯିଏ ବିଜେତା ହବ ଆସନ୍ତା କାଲି ପାଇଁ ସେ 8ଟା ବେଳକୁ ରେଡି ହେଇଯିବ। ଆମର ଫଳାଫଳ ଘୋଷଣା କରନ୍ତୁ। ଆଜି କଲମଟା ଆପଣଙ୍କ ହାତରେ ସାର୍ ଟିକେ ବୁଲି ପଡ଼େ ଟିକେ ଆମେ ଦେଖିବୁ ଆପଣଙ୍କୁ କୃଷ୍ଣ ସାର୍ ହଁ ବଢ଼ିଆ ପ୍ରେମ ଭଲ ଅଛି ନା କ'ଣ जो फाइनल रिजल्ट रे उन्नतम तो नृत्य गीत बेश पोशाक समाज शिक्षा पर आधारित करी ताको आमे किछि शिक्षण वस्तु पर आलोचना करी परिशेष रे एही सिद्धांत उपनीत हो जे गोटे दल 102 नंबर रखिछन्ति अन्य दल 103 नंबर रखिछन्ति तथा रंतेलाई दल 102 सुलेपाଳ दल 103 गोटे पॉइंट रे